ସୂର୍ଯ୍ୟେ ନମୋ ନମଃ। ଆପଣ କାହାକୁ ଟଙ୍କା ଧାର ଦେଇଛନ୍ତି, ଲକ୍ଷାଧିକ ଟଙ୍କା ମାଗି ମାଗି ଆପଣ ଥକିଗଲେଣି। ଟଙ୍କା ନେଇଥିବା ଲୋକ ଆପଣଙ୍କୁ ଆଉ ଫେରଉ ନାହିଁ। ବାରମ୍ବାର ମାଗିକି ଆପଣ ବେଦମ ହୋଇଗଲେଣି ଏବଂ ଟଙ୍କା ମାଗିଲା ବେଳକୁ ସେ କଜିଆ କରୁଛି, ଆପଣଙ୍କୁ ଫେରେଇ ଦେଉଛି ଏବଂ ଦେଉନାହିଁ। ଏଇଭଳି ଅବସ୍ଥା ପରିସ୍ଥିତି ରହିଲେ ତାହେଲେ ଆପଣ ଗୋଟିଏ ସରଳ ପ୍ରୟୋଗ କରନ୍ତୁ। ପ୍ରତିକାର ହେଉଛି କୌଣସି ଶୁକ୍ରବାର ସନ୍ଧ୍ୟା ସମୟରେ ଗୋଟିଏ ଥାଳି ଆଣନ୍ତୁ, ଥାଳିରେ ଲୁଣ ଭରିକିରି ସମାନ କରିଦିଅନ୍ତୁ। କରିସାରିଲା ପରେ ଆପଣ ଟଙ୍କାର ପରିମାଣକୁ ଲେଖନ୍ତୁ। ଯାହାକୁ ଟଙ୍କା ଧାର ଦେଇଛନ୍ତି ତା ନାମକୁ ଲେଖିଦିଅନ୍ତୁ। ଲେଖି ସାରିଲା ପରେ ଆପଣ ତାକୁ ଘରର ଐଶାନ୍ୟ କୋଣରେ ରଖନ୍ତୁ 7 ଦିନ ପର୍ଯ୍ୟନ୍ତ ରଖନ୍ତୁ। ରଖିସାରିଲା ପରେ 7 ଦିନ ପୁରିଗଲା ପରେ ସେଇ ଲୁଣକୁ ଗୋଟିଏ ଜରିରେ ପୁରାନ୍ତୁ, ତାକୁ ନେଇକରି ନଦୀ ଜଳରେ ଭସେଇ ଦିଅନ୍ତୁ। ତାପରେ ଏ ଥାଳିଟିକୁ ଗୋଟିଏ ଦରିଦ୍ର ଲୋକକୁ ଦାନ କରନ୍ତୁ। ଏହି ପ୍ରୟୋଗ ସରିଲା ପରେ ଆପଣ 1 ମାସ ପରେ ଦେଖିବେ ସେ ଲୋକ ଆପଣଙ୍କ ପାଖକୁ ଆସିବ ଏବଂ ସାଲିସ କରିବ, ଟଙ୍କା ଆପଣଙ୍କର ଫେରେଇ ଦେବ। ନିଶ୍ଚିତ ଏ ତନ୍ତ୍ରଶାସ୍ତ୍ରରେ ଆମର ନିର୍ଦ୍ଦେଶ ରହିଅଛି। ରହୁଛି, ନମସ୍କାର। ଜୟ ଜଗନ୍ନାଥ, ଜୟ ମା କାମାକ୍ଷା।